ପିଙ୍ଗୁଆ ଡିଗ୍ରୀ କଲେଜର ସଡ଼କ ସୁରକ୍ଷା ମାସ ପାଳିତ। ଢେଙ୍କାନାଳ ଜିଲ୍ଲା ଗଅନ୍ଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ କଲେଜଠାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପିଙ୍ଗୁଆ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ୍କ୍ରସ୍ ତରଫରୁ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି। ଗତ 20/1/2025 ତାରିଖ କଲେଜ ତରଫରୁ ସଡ଼କ ସୁରକ୍ଷା ଏକ ରାଲି କଲେଜ ପରିସରରୁ ବାହାରି ଟୋଲରପସି ଛକ ପର୍ଯ୍ୟନ୍ତ ଯାଇ ପ୍ରାୟ 2 ଘଣ୍ଟାରୁ ଅଧିକ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଆଜି ଏହି ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅନୁଷ୍ଠିତ ବୈଠକରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବାନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରଣୟ କୁମାର ମିଶ୍ର ଯୋଗଦେଇ ମଣିଷ ଜୀବନର ମହତ୍ତ୍ୱ, ସାମ୍ପ୍ରତିକ ସମାଜରେ ଦୁର୍ଘଟଣା ରୋକିବାରେ ଯୁବ ସମାଜର ଭୂମିକା ଏବଂ ତାହାର ଉପାଦେୟତା ସମ୍ପର୍କରେ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶ୍ରୀଯୁକ୍ତ ରାକେଶ ସାହୁ ଯୋଗଦେଇ ଯୁବ ବୟସରେ ଛାତ୍ରଛାତ୍ରୀମାନଙ୍କର ଅପରିଣାମଦର୍ଶିତାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝେଇ ତାର ନିରାକରଣ ସମ୍ପର୍କରେ ଅତି ସୁନ୍ଦର ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। କଲେଜର ବରିଷ୍ଠ ସହାୟକ ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ। ଯୁବ ରେଡ୍କ୍ରସ୍ ଓ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଦୀପ୍ତିରଞ୍ଜନ ମହାଳିକ ସଭାର ସଂଯୋଜକ ଦାୟିତ୍ୱ ନିର୍ବାହ କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।